ଆପଣ ୟୁଟ୍ୟୁବରେ ଭିଡ଼ିଓ ଦେଖିଲା ପରେ ଆପଣଙ୍କ ଡାଟା ସରିଯାଉଛି କି? ଆପଣଙ୍କ ଡାଟା କେବେ ସରିବ ନାହିଁ। ଆପଣ ଯେତେ ଦେଖନ୍ତୁ ଭିଡ଼ିଓ କେବେ ସରିବ ନାହିଁ। ଭିଡ଼ିଓକୁ ବହୁ ମାତ୍ରାରେ ପ୍ରଥମେ ଆପଣ ତିନୋଟି ସେଟିଂ କରିବେ, ତିନୋଟି ଯାଆନ୍ତୁ। ଆପଣ ବହୁତ ଭଲ ଭାବରେ ଦେଖିବେ କିନ୍ତୁ କୌଣସି ଡାଟା ସେଭିଂରେ ଆପଣ ବହୁତ ଡାଟା ହବ କେବେ ଭିଡ଼ିଓ କେବେ ବି ଆପଣଙ୍କର ଡାଟା କମ୍ ହବ ନାହିଁ। ଓଡ଼ିଆ ଟେକ୍ ରାଜା ଚ୍ୟାନେଲ ଆପଣଙ୍କୁ ବହୁତ ବହୁତ ସ୍ୱାଗତ କରୁଛି। ଆପଣ ଯେତେ ବି ଆପଣ ୟୁଜ୍ କରିବେ ଭିଡ଼ିଓ ଦେଖିବେ ଆପଣଙ୍କ ଡାଟା ସରିବ ନାହିଁ। କାରଣ ଏମିତି ଟ୍ରିକ୍ ଆପଣଙ୍କୁ ମାନେ ମୁଁ କହିବି ଯେ ଆପଣ ସେ ଟ୍ରିକ୍ ବ୍ୟବହାର କଲେ ତିନୋଟି ଟ୍ରିକ୍‌ରେ ଯୋଉଥିରେ କି ଆପଣଙ୍କର ଭିଡ଼ିଓ କେବେ ବି ଯେତେ ଭିଡ଼ିଓ ଦେଖିଲେ ବି ଯେତେ ୟୁଟ୍ୟୁବ ଦେଖିଲେ ବି ଆପଣଙ୍କର ସରିବନି ଡାଟା। କାରଣ ଆପଣ ଡାଟା ଏମିତି ଭୁଲ କରୁଛନ୍ତି ଯୋଉଟା କି ଆପଣଙ୍କ ଡାଟା ଜଲ୍ଦି ଜଲ୍ଦି ସରିଯାଉଛି। କ'ଣ ପ୍ରଥମେ ଆମେ ଯିବା ପ୍ରଥମେ ଆପଣଙ୍କର ଯୋଉ ୟୁଟ୍ୟୁବ ଅଛି ଦେଖୁଛନ୍ତି ସେ ଲୋଗୋ ପାଖକୁ ଯିବା। ଲୋଗୋକୁ ଗଲା ପରେ ଆପଣ ଯିବେ ସେଟିଂକୁ। ସେଟିଂ ଗଲା ପରେ ଆପଣ ପ୍ରଥମେ ଆପଣ କ'ଣ କରିବେ ନା ପ୍ରଥମେ କୋଉଟା ଆପଣ ସେଟିଂ କଲେ ଯୋଉଟାକି ଆପଣଙ୍କର ସରିବ ନାହିଁ। ତେଣୁ ସେଥିପାଇଁ ଆମକୁ ଯିବାକୁ ପଡ଼ିବ କୋଉ ଜାଗାକୁ ନା ଯୋଉ ଜାଗାକୁ ଗଲେ ଆମେ ନିଶ୍ଚିନ୍ତ ଭାବରେ କିଛି ଚେଞ୍ଜ କରିପାରିବା ଯୋଉଟାକି ଆପଣ ସେଟିଂରେ ପ୍ରଥମେ ଜେନେରାଲକୁ ଯିବା। ଏଠି ହେଉଛି ପ୍ଲେ ବ୍ୟାକ୍ ଇନ୍ ଫିଡ୍ସ। ପ୍ଲେ ବ୍ୟାକ୍ ଇନ୍ ଫିଡ୍ସରେ ଆପଣ କ'ଣ କରୁଛନ୍ତି ନା ଅଲୱେଜ୍ ରଖିବେ କିମ୍ବା ୱାଇଫାଇ ରଖିବେ ଅଫ୍ ରଖିବେ। କୋଉଟା ରଖିଲେ ଆପଣଙ୍କର ଭିଡ଼ିଓ ଅଟୋମେଟିକ୍ ଚାଲିବ। ସେଥିପାଇଁ ଆପଣ କ'ଣ କରିବେ ସବୁବେଳେ ଅଫ୍‌କୁ ରଖିବେ। ଅଲୱେଜ୍ ଯଦି ଆପଣ କଲେ ତାହେଲେ ଆପଣଙ୍କ ଭିଡ଼ିଓଟା କ'ଣ ହବ ନା ୟୁଟ୍ୟୁବରେ କ'ଣ ହବ ନା ଅଟୋମେଟିକ୍ ଚାଲୁ ହବ। କେମିତି ଚାଲୁ ହବ ଅଟୋମେଟିକ୍ ଆପଣଙ୍କୁ ଦେଖଉଛି। ଆପଣ ଏମିତି ଉପରେ ସ୍କ୍ରଲ୍ କରିବେ। ସ୍କ୍ରଲ୍ କଲା ପରେ ଆପଣଙ୍କର କ'ଣ ହବ ନା ଆପଣଙ୍କ ଚାଲୁ ହେଉଥିବ ଅଟୋମେଟିକ୍ ଚାଲୁ ହେଇଯିବ ଭିଡ଼ିଓ। ଆପଣ ଦେଖୁଥିବେ ଏମିତି ଭିଡ଼ିଓ ବୁଲଉଥିବେ ଆପଣ ଦେଖୁଥିବେ ଉପର ତଳ କରୁଥିବେ ଯୋଉଟାକି ଆପଣଙ୍କ ଭିଡ଼ିଓ ଅଟୋମେଟିକ୍ ଚାଲୁ ହେଇଯିବ। ସେଇଟା ଚାଲୁ ହେଲା ପରେ ସେଇଟା ଆପଣ ଜାଣିବେ ଯେ ଆପଣଙ୍କର ବହୁତ ଡାଟା ଆପଣ ସରିବ। ସେଥିପାଇଁ ଆପଣ କ'ଣ କରିବେ ନା ଯୋଉ ସେଟିଂକୁ ଯିବେ ସେଟିଂ ଗଲା ପରେ ଆପଣ କ'ଣ କରିବେ ନା ଜେନେରାଲକୁ ଯିବେ। ଜେନେରାଲ ଗଲା ପରେ ଆପଣ କ'ଣ କରିବେ ନା ପ୍ଲେବ୍ୟାକ୍ ଫିଡ୍ ଯୋଉଟା ଅଛି ସେଟାକୁ ଆପଣ ଅଫ୍ କରିଦେବେ। ଅଫ୍ କଲା ପରେ ଆପଣଙ୍କର କୌଣସି ଭିଡ଼ିଓ ଅଟୋମେଟିକ୍ ଭାବରେ ଚାଲୁ ହବ ନାହିଁ। ଏଇଟା ହେଉଛି ପ୍ରଥମ ସେଟିଂ। ଆପଣ କ'ଣ କରିବେ ନା ଭିଡ଼ିଓ ଯଦି ଭଲ ଲାଗିଲା ଆପଣ ନିଶ୍ଚିନ୍ତ ଲାଇକ୍ କରିଦିଅନ୍ତୁ। ତାପରେ ଆପଣ କ'ଣ କରିବେ ସେଟିଂ କ'ଣ କରିବେ ନା ବ୍ୟାକ୍ ଯିବେ। ବ୍ୟାକ୍ ଗଲା ପରେ ଆଉ ଗୋଟେ ସେଟିଂ ଆପଣଙ୍କୁ ମାନେ ଏମିତି କହିବି ଯେ ଯୋଉଟାକି ଆପଣଙ୍କ ବହୁତ କାମରେ ଆସିବ। ସେ ସେଟିଂଟା କ'ଣ ନା ଆପଣ ଏଠି ଭିଡ଼ିଓ କ୍ୱାଲିଟି ପ୍ରିଫରେନ୍ସ ଭିଡ଼ିଓ କ୍ୱାଲିଟି ଆପଣ କ'ଣ କରିବେ ନା ଡାଟା ସେଭର ରଖିବେ। ଆପଣ ଯଦି ହାଇ କ୍ୱାଲିଟି ରେକମେଣ୍ଡ ରଖିବେ କିମ୍ବା ଡାଟା ସେଭର ଏଠି ଆପଣ ଦିଟା ସେଟିଂ ଯୋଉଟା ମୁଁ କହୁଛି ସେ ଦିଟା ସେଟିଂ ଆପଣ କମ୍ପଲସରି ରଖିବେ। ଯୋଉ ଭିଡ଼ିଓ ରଖିଲେ ଆପଣଙ୍କର କେବେ ବି ଡାଟା ସରିବ ନାହିଁ। ସେଥିପାଇଁ ଆପଣ ଏଇଭଳି ଭାବରେ ୟୁଜ୍ କଲେ ଆପଣଙ୍କର ଡାଟା କେବେ ବି ସରିବନି। ତାପରେ ଆପଣ କ'ଣ ହେଉଛି ନା ତୃତୀୟ ପଏଣ୍ଟ ଯୋଉଟାକି ମେନ୍ ପଏଣ୍ଟ। ତୃତୀୟ ପଏଣ୍ଟ ଯିବା ପୂର୍ବରୁ ଆପଣଙ୍କୁ ଗୋଟେ କ'ଣ ରିକ୍ୱେଷ୍ଟ ଆପଣ ସବସ୍କ୍ରାଇବ୍ କରନ୍ତୁ ଭିଡ଼ିଓକୁ ବହୁତ ସେୟାର କରନ୍ତୁ। ପ୍ରଥମେ କ'ଣ ଜେନେରାଲକୁ ଯିବା। ଜେନେରାଲକୁ ଗଲା ପରେ ଆପଣଙ୍କର କ'ଣ ଆସୁଛି ଏଠି ଯୋଉଟାକି ବ୍ୟାକକୁ ଯିବା। ଯୋଉଟାକି ପ୍ଲେବ୍ୟାକ୍ ଫିଡ୍ ମୁଁ ଆପଣଙ୍କୁ ତ କହିସାରିଛି। ଆପଣ କ'ଣ କରିବେ ନା ତିନୋଟି ଅଛି ଯୋଉଟାକି ଅ ଏଇଠି ଆପଣ ଆସନ୍ତୁ। ଆପଣ କ'ଣ କରିବେ ନା ଯୋଉ ରେକମେଣ୍ଡ କରିନି ଗୋଟିଏ ପରେ ଗୋଟେ ଭିଡ଼ିଓ ଆପଣଙ୍କୁ ରେକର୍ଡିଂ କରିଦଉଛି ଯେ ଆପଣ ସାଙ୍ଗେ ସାଙ୍ଗେ ପଳଉଛନ୍ତି ସେଠି ପ୍ଲେବ୍ୟାକ୍। ପ୍ଲେବ୍ୟାକ୍ ଗଲେ ଆପଣ ଏଠି ଯୋଉ ଅଟୋ ପ୍ଲେ ନେକ୍ସଟ ଭିଡ଼ିଓ ଅଟୋ ପ୍ଲେ ନେକ୍ସଟ ଭିଡ଼ିଓକୁ ଆପଣ ଏଠି ବନ୍ଦ କରିଦେବେ। ଯଦି ଆପଣ କ'ଣ ହଉଛି ନା ଭିଡ଼ିଓ ଦେଖୁଛନ୍ତି ତାପରେ ଆଉ ଗୋଟେ ଭିଡ଼ିଓ ଅଟୋମେଟିକ୍ ପଳେଇ ଆସୁଛି। ସେଥିରେ କ'ଣ ହଉଛି ନା ଆପଣଙ୍କର ଡାଟା ସରିବାରେ ଲାଗୁଛି। ସେଥିପାଇଁ ଆପଣ ଏଟାକୁ ଯଦି ଅନ୍ କରିବେ ତାହେଲେ ଆପଣଙ୍କର ଅନ୍ ହବ। ସେଥିପାଇଁ ଆପଣ କ'ଣ କରିବେ ନା ଏଟାକୁ ବନ୍ଦ କରିଦେବେ। ଯୋଉଟାକି ଆପଣଙ୍କ ଗୋଟେ ଭିଡ଼ିଓ ଦେଖି ସାରିଲା ପରେ ଆପଣ ଯଦି ଇଚ୍ଛା ନଥାଏ ତାହେଲେ ଆପଣ ବନ୍ଦ କରିଦେବେ। ତେଣୁ ସେ କ'ଣ କରିବେ ନା ଅଟୋମେଟିକ୍ ଚାଲୁ ହେଇଯିବ। ସେଥିପାଇଁ ଆପଣଙ୍କ ଡାଟା ବହୁତ ସରିଯାଏ। ସେଥିପାଇଁ ଏଇ ଭିଡ଼ିଓଟା ଆପଣଙ୍କୁ କେମିତି ଲାଗିଲା ଆପଣ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ କହିବେ। ଭିଡ଼ିଓକୁ ବହୁ ମାତ୍ରାରେ ସାଙ୍ଗମାନଙ୍କ ସହିତ ସେୟାର କରିଦେବେ। ଏଇଭଳି ଭିଡ଼ିଓ ଆପଣଙ୍କ ପାଖରେ ପହଞ୍ଚେଇବି। ଓଡ଼ିଆ ଟେକ୍ ଯୋଉଟାକି ଚ୍ୟାନେଲ୍ ମୋର ଆପଣ ଓଡ଼ିଆ ଟେକ୍ ରାଜା ଅଫିସିଆଲ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ବହୁ ମାତ୍ରାରେ ସାଙ୍ଗମାନଙ୍କ ସହିତ ସେୟାର ନିଶ୍ଚିତ ଭାବରେ କରି ଭିଡ଼ିଓକୁ ନିଶ୍ଚିତ ଭାବରେ ସେୟାର କରିବେ ସାଙ୍ଗମାନଙ୍କ ସହିତ। ଏଇଟା ହେଉଛି ଆପଣଙ୍କର ଗୋଟେ ରିକ୍ୱେଷ୍ଟ। ତେଣୁ ଆପଣ ଏଥିରୁ ଦେଖିଲେ କ'ଣ ନା ଆପଣଙ୍କର ଭିଡ଼ିଓ କେବେ ବି ଯେତେ ଡାଟା ଆପଣ ୟୁଜ୍ କରିବା ପାଇଁ ଚାହୁଁଛନ୍ତି ଆଉ ଆପଣଙ୍କ ଡାଟା କେବେ ବି ସରିବ ନାହିଁ। କାରଣ ଆପଣ ଏଇଭଳି ଭାବରେ ଯୋଉ ତିନୋଟି ମୁଁ ଷ୍ଟେପ୍ କହିଲି ସେ ଷ୍ଟେପ୍ ଅନୁସାରେ ଆପଣ ଚାଲିଲେ ଆପଣଙ୍କର ଡାଟା ବହୁତ କମ୍ ୟୁଜ୍ ହବ। ସେଥିପାଇଁ ଆପଣ ଭିଡ଼ିଓକୁ ଜମା ବି ସ୍କିପ୍ କଲେ ନାହିଁ। ବହୁତ ଭଲ ଭାବରେ ଦେଖିଲେ ଏବଂ ଆପଣ ଏଥିରୁ କ'ଣ ଶିଖିଲେ ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ କମେଣ୍ଟ ମଧ୍ୟ କହିବେ ଏବଂ ଯୋଉ ତିନୋଟି ସେଟିଂ ମୁଁ କହିଲି ସେଇଟାକୁ ଆପଣ ସାଙ୍ଗମାନଙ୍କ ସହିତ ସେୟାର କଲେ ତାଙ୍କ ଯୋଉ ଆପଣମାନଙ୍କ ସାଙ୍ଗମାନେ ଅଛନ୍ତି ସେମାନେ ଏହାକୁ ଦେଖି ସେମାନେ ସେଟିଂ କଲେ ଆପଣଙ୍କର କେବେ ବି ଅସୁବିଧା ହବନି। ଆପଣ ପ୍ରଥମ ଷ୍ଟେପ୍ ଆପଣ ମୁଁ କ'ଣ କହିଲି ନା ଆପଣ ପ୍ରଥମ ଷ୍ଟେପ୍ ଆପଣଙ୍କୁ ଯୋଉଟା କହିଲି ଯୋଉଟାକି ଆପଣଙ୍କର ଭିଡ଼ିଓ କ୍ୱାଲିଟି ପ୍ରିଫରେନ୍ସ ଭିଡ଼ିଓ କ୍ୱାଲିଟି ଆପଣ କ'ଣ କରିବେ ନା ଡାଟା ସେଭର ରଖିବେ ଏବଂ ଡାଟା ସେଭର ଦିଟା ରଖିଲେ ଆପଣ ଯଦି ଅଟୋ ରେକମେଣ୍ଡ ରଖିବେ ତାହେଲେ ଆପଣଙ୍କର ବହୁତ ଚାର୍ଜେସ୍ ଲାଗିଯିବ। ତେଣୁ ଆପଣ ଏହାକୁ କଣ୍ଟ୍ରୋଲ କରିପାରିବେ। ତାପରେ ସେକେଣ୍ଡ ଯୋଉ ସେଟିଂ ଆପଣଙ୍କୁ ଯୋଉ କହିଲି ଯେ ଜେନେରାଲ ଯାଇକି ଆପଣ କ'ଣ କରିବେ ନା ଏଇ ଯୋଉ ଅଛି ଆପଣଙ୍କର
ଯୋଉ ଯୋଉ ଆପଣ କଣ କରିବେ ନା ଏହାକୁ ସେଭ୍‌ରେ ରଖିଲେ ଆପଣଙ୍କର ଏଇଭଳି ଭାବରେ ଭିଡ଼ିଓ ଆପଣଙ୍କର ଡାଟା କେବେ ବି କମିବ ନାହିଁ। ଯୋଉଟାକି ଆପଣ ମୁଁ କହିଲି ଯୋଉଟାକି ପ୍ଲେବ୍ୟାକ୍ ମାନେ ଗୋଟେ ଭିଡ଼ିଓ ପରେ ଅଟୋମେଟିକ୍ ଆପଣ ଆଉ ଗୋଟେ ଭିଡ଼ିଓ ପଳେଇ ଆସୁଛି। ସେଥିପାଇଁ ଏଟାକୁ କଣ୍ଟ୍ରୋଲ କରିପାରିବେ ଆପଣ। ଯୋଉଟାକି ଆପଣଙ୍କୁ ମୁଁ ବର୍ତ୍ତମାନ କହିଲି। ଏଇଭଳି ଭିଡ଼ିଓ ଆପଣ କଲେ ଆପଣଙ୍କର କେବେ ବି ଡାଟା ଜଲ୍ଦି ସରିବ ନାହିଁ। ଭିଡ଼ିଓଟି କେମିତି ଲାଗିଲା ଭିଡ଼ିଓକୁ ବହୁ ମାତ୍ରାରେ ସାଙ୍ଗମାନଙ୍କ ସହିତ ନିଶ୍ଚିତ ଭାବରେ ସେୟାର କରିବେ ଏବଂ ଏଇଭଳି ଭିଡ଼ିଓ ଆପଣଙ୍କ ପାଖରେ ମୁଁ ପହଞ୍ଚେଇବି। ତେଣୁ ନିଶ୍ଚିତ ଭାବରେ କେବେ ବି ଭୁଲିବେନି ଭିଡ଼ିଓକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିତ କରିବେ।